ପଦ୍ୟ ନାମ ସନ୍ଧ୍ୟା। ଏହାର ଲେଖକ ମଧୁସୂଦନ ରାଓ। ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ। ଆସନ୍ତୁ ଆମେ ଏହି ଗୀତକୁ ତାର ସ୍ୱର ଶିଖିବା। ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ ରାବ ଦେଇ ଯେଜା ବାସେ କରନ୍ତି ଗମନ। ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହୁଡ଼ି। ହଳ କାମ ସାରି ଚଷା ମହା ଆନନ୍ଦରେ ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ। ଚାହୁଁ ଚାହୁଁ ଅନ୍ଧକାର ଘଟଇ ଗଗନ, ଆବରଇ ଜଳସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଭାଙ୍ଗି ଯାଇ ଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ। ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ତାହାର ପରଶେ ଏବେ ମୁଦିବେ ନୟନ। ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ ରାବ ଦେଇ ଯେଜା ବାସେ କରନ୍ତି ଗମନ। ରାବ ଦେଇ ଯେଜା ବାସେ କରନ୍ତି ଗମନ। ତ ଫ୍ରେଣ୍ଡସ୍, এই ଗୀତଟି ହେଉଛି ଚତୁର୍ଥ ଶ୍ରେଣୀର ଏମାଇଲ୍ର ଗୋଟିଏ ପଦ୍ୟ, ତାହାର ନାମ ହେଉଛି ସନ୍ଧ୍ୟା। ଯଦି ଆପଣ ଏହି ଗୀତର ସ୍ୱର ଜାଣୁନାହାନ୍ତି ତେବେ ଏହି ସ୍ୱର ଅନୁସାରେ ଆପଣ ଗାଆନ୍ତୁ। ଆଉ ନେକ୍ସଟ ଭିଡ଼ିଓରେ ମୁଁ ଏହି ଗୀତର ଅର୍ଥକୁ ବୁଝିବା ପାଇଁ ମୁଁ ଚାହିଁବି। ବର୍ତ୍ତମାନ ସମୟରେ ଭିଡ଼ିଓକୁ ଏତିକିରେ ଇଣ୍ଡ ଅପ୍ କରିବା ପାଇଁ ଚାହୁଁଛି। ସମସ୍ତଙ୍କୁ ସ୍ୱାଗତ କରୁଛି ଏହି ୟୁଟ୍ୟୁବ୍ ଚ୍ୟାନେଲରେ। ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ। ସମସ୍ତଙ୍କୁ ଅଲ୍ ଦି ବେଷ୍ଟ।